ସିଲୁ, ତମେ ମୋ ପ୍ରେମିକ ନୁହେଁ, ତମେ ମୋ ହଜବେଣ୍ଡ। ତମ ବିନା ମୁଁ ବଞ୍ଚିପାରିବିନି। ମୋତେ ତମେ ନେଇଯାଅ, ନହେଲେ ଆମ ଘର ଲୋକ ମୋ ବାହାଘର କରାଇଦେବେ। ତେବେ ଏକଥା ଶୁଣି କେଉଁ ପ୍ରେମିକ ବା ସହିପାରିବ ଆଜ୍ଞା? କିଏ ବା ନିଜ ପ୍ରେମିକକୁ ଆଉ କାହା ସହିତ ବାହା ହେବାର ଦେଖିପାରିବ? ଏକଥା ଶୁଣିଲା ପରେ ସିଲୁ ପହଞ୍ଚି ଯାଇଥିଲା ପ୍ରେମିକା ସ୍ନେହା ପାଖରେ। ହେଲେ ସେଠି ସିଲୁ ସହ ଯାହା ଘଟିଥିଲା ଶୁଣିଲା ପରେ ପ୍ରେମ ଉପରୁ ପୁରା ବିଶ୍ୱାସ ତୁଟିଯିବ। ଆଉ ଏଇଭଳି ଝିଅଙ୍କୁ ପ୍ରେମ ନୁହେଁ ଘୃଣା କରିବାକୁ ଇଚ୍ଛା ହେବ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ ପ୍ରେମ ପ୍ରତାରଣାର କାହାଣୀକୁ ଆପଣଙ୍କୁ ସ୍ୱାଗତ। ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ବିଜୟ ଓରଫ ସିଲୁ ଭଲ ପାଉଥିଲା ବାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ଅଞ୍ଚଳର ଏହି ଝିଅ ସ୍ନେହାକୁ। ସିଲୁକୁ ପାଗଳ ପରି ଭଲ ପାଉଥିବା ସ୍ନେହା ସିଲୁ ଟିକେ ରାଗିଗଲେ ସହିପାରୁନଥିଲା। ସିଲୁକୁ ବୁଝେଇବାକୁ ଏମିତି ଭିଡ଼ିଓ କରି ତାକୁ ଛାଡ଼ୁଥିଲା ଯାହା ଆପଣଙ୍କୁ ସେ ଭିଡ଼ିଓ ଦେଖେଇବା କି ଶୁଣେଇବା ସମ୍ଭବ ନଥିଲା। ଏମିତି ପ୍ରେମ ଦେଖି ସିଲୁ ବି ସ୍ନେହା ପ୍ରେମରେ ଉବୁଟୁବୁ ହେଉଥିଲା। ହେଲେ କିଏ ଜାଣିଥିଲା ଏତେ ଭଲ ପାଉଥିବା ଲୋକଟା ବି ଅଭିନୟରେ ମାଷ୍ଟର ଥିଲା। ବାହାଘର ଠିକ୍ ହେଇଯାଇଛି ବୋଲି କହିଲା, ନେଇଯିବାକୁ ବାରମ୍ବାର ପ୍ରେମିକକୁ କଲ୍ କଲା। ହେଲେ ସିଲୁ ଯେତେବେଳେ ସ୍ନେହାକୁ ଆଣିବାକୁ ପହଞ୍ଚି ଯାଇଥିଲା, ସ୍ନେହାର ଅସଲ ଚେହେରା ପଦାକୁ ଆସିଯାଇଥିଲା। ସ୍ନେହା ସେଠି ଏକା ନଥିଲା, ସ୍ନେହା ସହିତ ତାଙ୍କ ପରିବାର ଥିଲେ। ଆଉ ଯେତେବେଳେ ସିଲୁକୁ ଦେଖିଲେ ତୁରନ୍ତ ବାନ୍ଧି ପକାଇ ମାଡ଼ ମାରି ଭିଡ଼ିଓ ବି କଲେ। ଆଉ ସେ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ ବି କଲେ। ଏ ଘଟଣା ପରେ ସିଲୁ ସୋର ଥାନା ଓ ବାସୁଦେବପୁର ଥାନାରେ ଅଭିଯୋଗ ବି କଲେ। ହେଲେ ପୋଲିସମାନେ ଘଟଣାକୁ ଗୁରୁତ୍ୱ ଦେଲେ ନାହିଁ। ଦିନ ପରେ ଦିନ ବିତି ଚାଲିଲା। ଆଉ ସିଲୁ ବି ସୋସିଆଲ ମିଡ଼ିଆରେ ନିଜର ଏମିତି ଭିଡ଼ିଓ ଦେଖି ସହିପାରିଲାନି। ସମସ୍ତେ ତାକୁ ଭୁଲ ବୁଝିବା ଆରମ୍ଭ କରିଦେଲେ। ଶେଷରେ ସିଲୁ ନିଜ ଇଜ୍ଜତ ବଞ୍ଚାଇବାକୁ ସ୍ନେହା ପଠାଇଥିବା କିଛି ଭିଡ଼ିଓ ଓ ଫଟୋ ସିଲୁ ସୋସିଆଲ ମିଡ଼ିଆରେ ଭାଇରାଲ କରି ଦେଖାଇବାକୁ ଚାହୁଁଥିଲା କି ମୋର କିଛି ଦୋଷ ନାହିଁ, ଏ ଝିଅ ମୋତେ କେତେ ଭଲ ପାଉଥିଲା, ଆପଣମାନେ ଦେଖନ୍ତୁ। ସିଲୁ ଆଉ ସ୍ନେହାର ଭିଡ଼ିଓ ଭାଇରାଲ ହେଲା ପରେ ରାଗି ଉଠିଲେ ସ୍ନେହାର ପରିବାର ଲୋକେ। ସିଧା ପହଞ୍ଚି ଯାଇଥିଲେ ସିଲୁ ଘରେ। ହେଲେ ସେତେବେଳେ ସିଲୁ ଘରେ ନଥିଲା। କିନ୍ତୁ ରାଗରେ ରକ୍ତ ଚାଉଳ ଚୋବାଉଥିବା ସ୍ନେହାର ପରିବାର ଲୋକେ ସିଲୁର ପରିବାର ଲୋକଙ୍କୁ ଆକ୍ରମଣ ପରେ ଆକ୍ରମଣ କରିଚାଲିଥିଲେ। ଏକଥା ଗାଁ ଲୋକେ ଜାଣିବା ପରେ ସିଲୁ ଘରେ ପହଞ୍ଚିବା ପୂର୍ବରୁ ସମସ୍ତେ ଫେରାର ହୋଇଯାଇଥିଲେ। ମାତ୍ର ଜଣେ ଧରା ପଡ଼ିଯାଇଥିଲା। ବାସୁଦେବପୁର ଥାନାକୁ ଫୋନ୍ କରାଗଲା। ପରେ ଥାନାବାବୁ ଆସିଲେ ଆଉ ତାକୁ କେସ୍ କରି କୋର୍ଟ ଚାଲାଣ ବି କଲେ। ଏପଟେ ସିଲୁର ପରିବାର ଲୋକେ ଡାକ୍ତରଖାନାର ଜୀବନ ମରଣ ସହିତ ସଂଗ୍ରାମ କରୁଥିବା ବେଳେ ପ୍ରେମିକା ସ୍ନେହା ଏକ ନୂଆ ଚାଲ ଖେଳିଥିଲା। ସିଲୁ ନାଁରେ ସୋର ଥାନାରେ ଅଭିଯୋଗ କରିଥିଲା କି ସେ ମୋ ଫଟୋ ଆଉ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ କରିଛି। ପୋଲିସ ଏତଲା ପାଇଲା ପରେ ତୁରନ୍ତ ସିଲୁକୁ ଗିରଫ କରିବାକୁ ଘରେ ପହଞ୍ଚିଗଲା। ଯେମିତି ସିଲୁ ସ୍ନେହାର ଫଟୋ ଭିଡ଼ିଓ ଭାଇରାଲ କରିନି, ବରଂ ପାକିସ୍ତାନର ଗୁପ୍ତଚର ସାଜି ଫଟୋ ଭିଡ଼ିଓ ସବୁ ପାକିସ୍ତାନୀକୁ ପଠାଇ ଦେଇଛି। ଛି ରେ ପୋଲିସ ଛି, କେବେ ଆଉ ସୁଧୁରିବ? ଛାଡ଼ନ୍ତୁ ସେ କଥା। ସେ ପୋଲିସମାନଙ୍କୁ କହିକି କିଛି ଲାଭ ନାହିଁ ଆଜ୍ଞା, ସେମାନଙ୍କର କାମ ତ ସେଇଆ। ହେଲେ ସିଲୁକୁ ସିନା ପାଇଲେ ନାହିଁ, କିନ୍ତୁ ସିଲୁ ବଦଳରେ ସିଲୁର ନାବାଳକ ଭାଇକୁ ଉଠାଇ ନେଇ ସୋର ଥାନାରେ ଅଟକ ରଖିଲେ। ଆମେ ଏ ଘଟଣା ଜାଣିବା ପରେ ସୋର ଥାନା ଆଇଆଇସିକୁ କଲ୍ ବି କରିଥିଲୁ, କିନ୍ତୁ ବାବୁଙ୍କର କିଛି ବି କେୟାର ନଥିଲା। ଯାହା ହେଉ ବାରମ୍ବାର ଫୋନ୍ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ 2 ଦିନ ପରେ ସିଲୁର ଭାଇକୁ ମଧ୍ୟ ଛାଡ଼ି ଦେଇଥିଲେ। ଆମେ ବୁଝିପାରୁନୁ ଏ ପ୍ରେମ ଘଟଣାରେ ପୋଲିସ କାହିଁକି ଏତେ ଇଣ୍ଟରେଷ୍ଟ ନେଉଛି। କ'ଣ ମୋଟା ଅଙ୍କର ପଡ଼ିଯାଇଛି ନା ଆଉ କିଛି କାରଣ ଅଛି? ଓ ପୋଲିସ ବାବୁ, ସତ କହିଲେ, ଏ ପୁଅ ସିଲୁ ଯେତେବେଳେ ଅଭିଯୋଗ କରିଥିଲା କେଉଁଠି ଶୋଇଥିଲେ? ଆଉ ଏବେ ସେ ଝିଅ ଅଭିଯୋଗ କଲା ସଙ୍ଗେ ସଙ୍ଗେ ମାଡ଼ି ବସିଲେ? ସତରେ ନ୍ୟାୟ କ'ଣ ଏ ଦୁନିଆରୁ ଉଠିଗଲାଣି? ନା ଏ ପୋଲିସମାନେ କେବଳ ମୁଦ୍ରା ରାକ୍ଷସ କବଳରେ ଏମିତି ପଡ଼ିଯାଇଛନ୍ତି ଯେ ତାଙ୍କୁ ଉଚିତ ନ୍ୟାୟ ଭଲ ମନ୍ଦ କିଛି ବି ଦେଖାଯାଉନି? ଆଉ ସ୍ନେହା ମ୍ୟାଡ଼ାମ, ଆପଣ କ'ଣ ସତରେ ସିଲୁକୁ ପ୍ରେମ କରୁଥିଲେ ନା ପ୍ରେମ କରିବାର ନାଟକ କରୁଥିଲେ? ଯଦି ସତରେ ପ୍ରେମ କରୁଥିଲେ କାହିଁକି ଏମିତି କଲେ? କିଏ ଆପଣଙ୍କୁ ଚାପ ପକାଉଥିଲା କି? ସ୍ନେହା ମ୍ୟାଡ଼ାମ, ପ୍ରେମ ପିଲା ଖେଳ ନୁହେଁ। ପ୍ରେମ ହେଉଛି ଏକ ପବିତ୍ର ବନ୍ଧନ। ଆଉ ସେ ପବିତ୍ର ଶବ୍ଦଟା ତମ ଭଳି କେତେଜଣ ଧୋକେବାଜ ଝିଅଙ୍କ ପାଇଁ ଅପବିତ୍ର ହୋଇଗଲାଣି। ତମ ଭଳି ଝିଅମାନଙ୍କୁ ପ୍ରେମିକା ବୋଲି କହିବାକୁ ଲାଜ ଲାଗୁଛି।
ତମ ଭଳି ଝିଅମାନେ କେବେ ପ୍ରେମର ମହତ୍ତ୍ୱ ବୁଝିପାରିବେନି। କ'ଣ ଦର୍ଶକ ବନ୍ଧୁ, ଠିକ୍ କହିଲି ନା? ଆପଣଙ୍କୁ କ'ଣ ଲାଗୁଛି, ଝିଅ ଭଲ ପାଇବାର ନାଟକ କରି ନେଇଯିବାକୁ ପ୍ରେମିକାକୁ ଡାକି ଏମିତି ପିଟିବା ଯେତେ ଦୂର ଠିକ୍? ଆଉ ପୋଲିସ ପୁଅର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନ କରି ଝିଅର ଅଭିଯୋଗ ଅନୁସାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଓ ସିଲୁ ବଦଳରେ ତା ନିରୀହ ନାବାଳକ ସାନ ଭାଇକୁ ଉଠେଇ ନେବା କେତେ ଦୂର ଠିକ୍? ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।